ଛାଡ଼ିଗଲା ଅଦିନିଆ ବର୍ଷା। ବିଲରେ ଧାନର ଅବସ୍ଥା କ'ଣ ହେଇଛି ଦେଖିବା ପାଇଁ ଯାଇଥିଲେ ବିଲକୁ। ବର୍ଷା ପାଣିରେ ପଡ଼ି ପାଚିଲା ଧାନକେଣ୍ଡା ସବୁ ପଚି ଯାଇଥିବା ଦେଖି ଆଖିରୁ ଲୁହ ଦିଧାର ବହିଗଲା ତାଙ୍କର। ଆଉ ସେଇଠି ପିଣ୍ଡରୁ ପ୍ରାଣ ଛାଡ଼ିଗଲା। ବିଲ ହିଡ଼ରେ ସେ ଟଳି ପଡ଼ିଲେ। ହଠାତ୍ ଏମିତି ପଡ଼ିଯିବା ଦେଖି ଆଖପାଖରେ କାମ କରୁଥିବା ଲୋକେ ଦୌଡ଼ି ଆସିଲେ। ଗାଡ଼ି କରି ବିଲରୁ ଟେକିନେଲେ ମେଡିକାଲକୁ। ହେଲେ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ନେଇଗଲା ଆଉ ଜଣେ ଚାଷୀଙ୍କ ଜୀବନ। ପରିବାର ହେଇଗଲା ମୁରବିଶୂନ୍ୟ। ଆଉ ଚାଷ କରି ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରୁଥିବା ଆଉ ଜଣେ ଚାଷୀ ଆଜି ଶୋଇଗଲେ ସବୁଦିନ ପାଇଁ। ବିଲକୁ ଯାଇଥିଲେ, ଧାନ ଦେଖିଲେ, ଧାନ ପଚି ଯାଇଛି, ଗଜା ହେଇଯାଇଛି, ଆଉ ଧାନ ନାହିଁ। ବହୁତ ଋଣ କରିଥିଲେ, ସୋସାଇଟିରୁ ଲୋନ୍ ଆଣିଥିଲେ, ଗୋଷ୍ଠୀରୁ ଲୋନ୍ ଆଣିଥିଲେ। ସେଇଆକୁ ମୁଣ୍ଡରେ ପୁରେଇ ଦେଇକି ସେଠି ପଡ଼ିଗଲେ। ଲୋକମାନେ ଦେଖିକି ଡାକିଲେ ବେଳକୁ ଆଉ ନାହାନ୍ତି। ମେଡ଼ିକାଲ ନେଇ ଯାଇଥିଲେ, କହିଲେ ଆଉ ନାହାନ୍ତି। କ'ଣ କେମିତି କରିବୁ? ବାପା କ'ଣ କରନ୍ତି? ବାପା ଖାଲି ଚାଷ କରନ୍ତି, ଆଉ କିଛି କରନ୍ତି। ଆପଣଙ୍କର ପରିବାରରେ କିଏ କିଏ? ଭାଇ, ଭାଉଜ, ଝିଆରୀ, ମା। ମୁଁ ବି ପ୍ରାୟ ବେଳେ ଆସିକି ରହେ। ସ୍ୱାମୀ ସେମିତି ପଇସା ପତ୍ର ଦିଅନ୍ତି ନାହିଁ। ବାପା କେତେ ମାନେ କ'ଣ ମୁଁ ଜାଣିନି, କେତେ ମାନେ କ'ଣ ମୁଁ ସେଇଟା କହିପାରିବିନି। ପୁରା ଯାଜପୁରକୁ ଥରାଇ ଦେଇଛି ଏହି ଦୁଃଖଦ ଖବର। ବିଲ ହିଡ଼ରେ ଠିଆ ହୋଇ ପଚି ଯାଇଥିବା ଧାନକୁ ଦେଖି ସେଇଠି ଟଳି ପଡ଼ିଲେ ଚାଷୀ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ମଣିରାମ କୃଷି ଋଣ ସହ ବିଭିନ୍ନ ସଂସ୍ଥାରୁ ଧାର କରଜ କରି ଏକର ଏକର ଜମି ଭାଗକୁ ଆଣି ଚାଷ କରିଥିଲେ। କିନ୍ତୁ ଅଦିନିଆ ଲଗାଣ ବର୍ଷା କାରଣରୁ ତାଙ୍କ ଫସଲ ଗଜା ହୋଇ ନଷ୍ଟ ହୋଇଯାଇଛି। ଗତକାଲି ମଣିରାମ ବିଲକୁ ତାଙ୍କ ଧାନ ଦେଖିବାକୁ ଯାଇଥିବା ବେଳେ ଧାନର ଅବସ୍ଥା ଦେଖି ଆଖିରୁ ଲୁହ ଝରାଇ ସେଠାରେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମଣିରାମଙ୍କ ପରିବାର ସମ୍ପୂର୍ଣ୍ଣ ଚାଷ ଉପରେ ନିର୍ଭର କରୁଥିବାରୁ ବର୍ତ୍ତମାନ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ସେ ବିଲକୁ ଯାଇଥିଲେ, ଏରା କ'ଣ ଧାନ ପାନ ଦେଖିବା ପାଇଁ ଯାଇଥିଲେ। ଧାନ ଦେଖିଲାକୁ କିଆରରେ ପାଣି ଗୁଡ଼ାକ ଛିଡ଼ା ହେଇଛି। ସେଇଠି ଘରକୁ ଆଇଲେ, ଘରକୁ ଆସିଲା ବେଳକୁ ଏଠି ବାଟରେ ବି ବେହୋସ ହେଇଗଲେ। ବେହୋସ ହେଇ ତାକୁ ଘରକୁ ଟେକିକି ଆଣିଲେ। ହେଉଛି ବିଞ୍ଝାରପୁର ମେଡ଼ିକାଲ ତାକୁ ନେଇକି ଗଲେ। ନେଇଗଲା ବେଳକୁ ଆସିଲା ବେଳକୁ ବାଟରେ ଶେଷ ଆଉ। କ'ଣ ପାଇଁ ଏଇ ଧାନ ପାଇଁ ଆଉ ଚାଷବାସ ପାଇଁ ଆଉ ଦୁନିଆ ଲୋନ୍ ଫୋନ୍ କରିକି କରିଛନ୍ତି। ସୁସାଇଟି ଲୋନ୍, ଇଏ ଆଉ ବି କେଉଁ ଲୋନ୍ ଫୋନ୍ କରିଛନ୍ତି ଆଜ୍ଞା। ଆଉ ସେଇ ଦେଶରୁ ହେଇଗଲା ଆଉ କ'ଣ। ଯାଜପୁର ବିଞ୍ଝାରପୁରରୁ ନିମାଇ ଘଡ଼ାଇଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।